21 ଗ୍ରାମ ଧଳା ଜହର ଜବତ, 3 ମହିଳାଙ୍କ ସହ 3 ଯୁବକ ଗିରଫ। କଳାଇରା ସହରରେ ଧଳା ଜହର କବଳରେ ଜର୍ଜରିତ ହେଉଥିବା ବେଳେ ଆଜି ତାଳଚେର ଟାଉନ ପୋଲିସ ଧଳା ଜହର ବ୍ୟବସାୟରେ ସମ୍ପୃକ୍ତ 3 ଜଣ ମହିଳା ଓ 3 ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାର ପ୍ରକାଶ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତ୍ରିରେ ତାଳଚେର ଟାଉନ 4 ନମ୍ବର ଓ 5 ନମ୍ବର ୱାର୍ଡରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ 6 ଜଣଙ୍କୁ ଠାରୁ ପ୍ରାୟ 21 ଗ୍ରାମ ବ୍ରାଉନ୍ ସୁଗାର, ନଗଦ 4000 ଟଙ୍କା, ଗୋଟିଏ ମୋବାଇଲ ଏବଂ ଏକ ହୋଣ୍ଡା ସ୍କୁଟି ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଲିସ ତଥ୍ୟ ହସ୍ତଗତ ହୋଇନଥିବା ବେଳେ ବୋଧହୁଏ କିଛି ସ୍ୱାର୍ଥ ପାଇଁ ପୋଲିସ ଏହାକୁ ସମ୍ଭବତଃ ଘଣ୍ଟ ଘୋଡ଼ାଇବା ପାଇଁ ଅପଚେଷ୍ଟା କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ହ୍ୟୁମାନ୍ ରାଇଟ୍ସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ। ଧର୍ମର ମାସ କାର୍ତ୍ତିକ ପରେ ଶ୍ରାବଣ ହେଉଛି ଦ୍ୱିତୀୟ ଧର୍ମର ମାସ ବୋଲି ବିବେଚନା କରାଯାଇଛି। ଏହାକୁ ପ୍ରାର୍ଥନା କରି ଆଜି ଅଲ୍ ଓଡ଼ିଶା ହ୍ୟୁମାନ୍ ରାଇଟ୍ସ ସଭାପତି ଡକ୍ଟର ଦେବେନ୍ଦ୍ର ସିଂ ଓ ମହାସେବକ ସଂଘ ପକ୍ଷରୁ ତାଳଚେର ସରକାରୀ ମୁଣ୍ଡାପାଳ ଡାକ୍ତରଖାନାରେ ପହଞ୍ଚି ସେଠାରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆଜି 40ରୁ 45 ଜଣ ରୋଗୀ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେମାନେ ଠିକ୍ ଭାବେ ସ୍ୱାସ୍ଥ୍ୟାବସ୍ଥା ପାଇପାରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଫଳ ବଣ୍ଟନରେ ମହାସେବକ ସଂଘର ଦିଲ୍ଲୀପ ବେହେରା, ନିରୋଧ ବେହେରା, ଦେବେନ୍ଦ୍ର ବେହେରା, ଗୋବିନ୍ଦ ବେହେରା, ଅସୀମ ସିଂ, ଚିନୁ ବେହେରା, ସୁଶୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି 11 ନମ୍ବର ୱାର୍ଡର ଥିବା ମହିଳା ବୃଦ୍ଧାଶ୍ରମର ଅନ୍ତବାସୀଙ୍କୁ ମଧ୍ୟ ଫଳ ବଣ୍ଟନ କରିବା ସହିତ ଅନ୍ତବାସୀଙ୍କର ଭଲମନ୍ଦ ବୁଝିଥିଲେ ଏବଂ ଆଗାମୀ ଦିନରେ ଶ୍ରୀ ସିଂହ ସହାୟତାର ହାତ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଲୁକା ଆଇନ ସହାୟତା କମିଟି ତାଳଚେର ପକ୍ଷରୁ ଆଇନ ସଚେତନତା ଶିବିର। ଅତିରିକ୍ତ ଜିଲ୍ଲା ଓ ଦରଜ ତଥା ତାଲୁକା ଆଇନ ସହାୟତା କମିଟି ତାଳଚେର ଅଧ୍ୟକ୍ଷ ସତ୍ୟନାରାୟଣ କରଙ୍କ ନିର୍ଦ୍ଦେଶ କ୍ରମେ ତାଲୁକା ଆଇନ ସହାୟତା କମିଟି ତାଳଚେର ପକ୍ଷରୁ ସ୍ଥାନୀୟ ସଭାଗୃହଠାରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ପ୍ରତିରୋଧ ନିଷେଧ ପ୍ରତିକାର ଅନିୟମିତ ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅଧିନିୟମ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦରଜ ସତ୍ୟନାରାୟଣ କର, ମଧୁସ୍ମିତା ଜେନା, ବିଚାର ବିଭାଗୀୟ ଦଣ୍ଡାଧିକାରୀ ତାଳଚେର ସୁଶାନ୍ତ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ମିସ୍ କୃଷ୍ଣା ସୁବୁଦ୍ଧି, ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧୀକ୍ଷକ ଭରତ ସାହୁ, ସହକାରୀ ଜିଲ୍ଲାପାଳ ନିବେଦିତା ନାୟକ, ତାଳଚେର ଓକିଲ ସଂଘ ସଭାପତି ସନ୍ତୋଷ ସାହୁ, କମିଟିର ସଦସ୍ୟ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନେ କର୍ମଜୀବୀ ମହିଳାମାନେ ଯେଉଁଭଳି ଭାବେ ଅତ୍ୟାଚାର ହେଉଛନ୍ତି ତା ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗର କର୍ମଚାରୀ, କାର୍ଯ୍ୟରତ ପୋଲିସ ଅଧୀନ ବିଭିନ୍ନ ବିଭାଗରେ କାର୍ଯ୍ୟକାରିଣୀଗଣ, ବନ ବିଭାଗ କର୍ମଚାରୀ, ତାଳଚେର ଓକିଲ ସଂଘ ସଦସ୍ୟ, ତାଳଚେର କଲେଜର ଅଧ୍ୟାପକ ଅଧ୍ୟାପିକା, ତାଳଚେର ତାଲିମ ଶିଳ୍ପାଞ୍ଚଳ ମହିଳା କଲେଜର ଅଧ୍ୟାପକ ଅଧ୍ୟାପିକା, ତାଳଚେର ମେଡ଼ିକାଲ କର୍ମଚାରୀ, ବ୍ଲକ ଶିକ୍ଷାଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ତାଲୁକା ଆଇନ ସହାୟତା କମିଟିର କର୍ମଚାରୀ ଶୁଭ୍ରାଂଶୁ ପ୍ରଧାନ ଓ କିରଣ ଦେବତା ସୂଚନା କରିଥିଲେ। ବ୍ଲାଷ୍ଟିଂରେ ଘର ଭାଙ୍ଗି ଛାରଖାର ଅଭିଯୋଗ, ଅଳ୍ପକେ ବର୍ତ୍ତିଲେ ପରିବାର। ଲିଙ୍ଗରାଜ କୋଇଲା ଖଣିରେ ପଞ୍ଚସମ୍ପନ୍ନ ଡିନାମାଇଟ୍ ବିସ୍ଫୋରଣରେ ମଦନମୋହନପୁର ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରେ ଆଜବେଷ୍ଟ ଉପରେ ଏକ ବଡ଼ ପଥର ପଡ଼ିବା ଫଳରେ ଆଜବେଷ୍ଟ ଭାଙ୍ଗି ଚୁରମାର ହେବା ସହ ତାଙ୍କ କାନ୍ଥ ଫାଟିଥିବା ସେ ଅଭିଯୋଗ କରିଛନ୍ତି। ଏହି ବିସ୍ଫୋରଣରେ ଗୃହ ଭିତରେ ଥିବା ଆସବାବପତ୍ରଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ସହିତ ସେମାନେ ଭୟଭୀତ ହୋଇ ପଦାକୁ ଦୌଡ଼ି ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସେ ଏହା ପ୍ରକାଶ କରିଛନ୍ତି। ତେବେ ଏହା ପୂର୍ବରୁ ସେହି ଗ୍ରାମରେ ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ପ୍ରଧାନ ଓ କାନୁନ ପ୍ରଧାନଙ୍କ ଏହି ବ୍ଲାଷ୍ଟିଂରେ ଘର ଭାଙ୍ଗିଥିବା ମଧ୍ୟ ସମାନ ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଫଳରେ ଖଣିର କର୍ମଚାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ସେମାନଙ୍କର ଘରଗୁଡ଼ିକ ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତାଳଚେରରୁ ପ୍ରଦୀପ କୁମାର ମହାଣଙ୍କ ରିପୋର୍ଟ, କଳିଙ୍ଗ ଫୋକସ୍।